ତ ପିଲାମାନେ ଆଜି ଆମେ ଚତୁର୍ଥ କ୍ଲାସର ପଞ୍ଚମ ପାଠ ଆମ ବିଚିତ୍ର ବିଶ୍ୱର ପଞ୍ଚମ ପାଠ ପ୍ରଶ୍ନ ଉତ୍ତର କରିବା। ପାଠ ନାଁ କ'ଣ ପିଲାମାନେ? ସ୍ୱାସ୍ଥ୍ୟ ପାଇଁ ଖାଦ୍ୟ। ତ ଚାଲ ଆର ପ୍ରଶ୍ନ ଉତ୍ତର କରିବା। ପ୍ରଥମ କ'ଣ ଦେଇଛି ପିଲାମାନେ? ବିଦ୍ୟାଳୟରେ ଖାଦ୍ୟ ମହୋତ୍ସବକୁ ସ୍ୱାଗତ। ଏଇଟା ଗୋଟେ ବିଦ୍ୟାଳୟ ଅଛି ପିଲାମାନେ ଦେଖ, ତାପରେ ମହୋତ୍ସବ ସ୍ୱାଗତ ହେଉଛି, ତାଙ୍କ ସ୍କୁଲରେ ଫଙ୍କସନ୍ ହେଉଛି ବା ସେଥିରେ କରାଯାଇଛି ପିଲାମାନେ ଦେଖ। ତ ପିଲାମାନେ 73 ନମ୍ବର ପେଜ୍ କାଢ଼। 73 ନମ୍ବରରେ ଆସ ଲେଖିବା ଦିଆଯାଇଛି କୋଶ୍ଚିନ୍ ଦେଖ। କୋଶ୍ଚିନ୍ କ'ଣ ଲେଖାଯାଇଛି ପିଲାମାନେ? ଯଦି ତୁମେ ତୁମ ବିଦ୍ୟାଳୟରେ ଏକ ଖାଦ୍ୟ ମେଳାରେ ଆୟୋଜନ କର ତେବେ କେଉଁ ପ୍ରକାର ଖାଦ୍ୟ ଗୁଡ଼ିକୁ ଅନ୍ତର୍ଭୁକ୍ତ କରିବ ତାଲିକା କର। ତ ଚାଲ ଆର ଉତ୍ତର ଲେଖିବା। ତ ଆର ଉତ୍ତର ଲେଖିବ, ଯଦି ମୁଁ ଏକ ଖାଦ୍ୟ ମେଳା ଆୟୋଜନ କରେ ତେବେ ମୁଁ ନିମ୍ନଲିଖିତ ଶବ୍ଦ ଗୁଡ଼ିକୁ ସାମିଲ କରିବି। କ'ଣ ପିଲାମାନେ ପଏଣ୍ଟ ଦେଇ ଲେଖିବ। ସ୍ୱାସ୍ଥ୍ୟକର ଜଳଖିଆ, ସୁଜି, ହାଲୁଆ, ଚକୁଳି, ପିଠା ଏବଂ ଇଡଲି। ତ ପିଲାମାନେ ସ୍ୱାସ୍ଥ୍ୟକର ଜଳଖିଆ ଏମିତି ଲେଖିବ। ତାପରେ 2 ପଏଣ୍ଟ କ'ଣ ଲେଖିବ? ପାରମ୍ପରିକ ଖାଦ୍ୟ, ଦହିବରା, ଆଳୁଦମ ଲେଖିବ, ଖେଚୁଡ଼ି ଏବଂ ଡାଲମା ଲେଖିବ। ଆଉ ଗୋଟେ ପଏଣ୍ଟ କ'ଣ ଲେଖିବ ପିଲାମାନେ? ପାନୀୟ, ଲେମ୍ବୁ ସରବତ ଲେଖିବ, ଦହି ଲସି ଏବଂ ତାଜା ଫଳ ରସ ଲେଖିବ ପିଲାମାନେ। ତାପରେ ମିଠା ଖାଦ୍ୟରେ କ'ଣ ଲେଖିବ? ଆଉ ଗୋଟେ ପଏଣ୍ଟରେ ଛେନାପୋଡ଼, କ୍ଷୀରି ଏବଂ ରସଗୋଲା ଲେଖିବ। ତାପରେ 3 ଆଉ ଗୋଟେ ପଏଣ୍ଟରେ ଫଳରେ କ'ଣ ଲେଖିବ? ସେଓ, କଦଳୀ ଏବଂ ଅଙ୍ଗୁର ପରି ବିଭିନ୍ନ ପ୍ରକାର କଟା ଫଳ ଲେଖିବ ପିଲାମାନେ। ତ ପିଲାମାନେ ଆର ଉତ୍ତର ଏମିତି ହେବ। ଯଦି ତୁମ ବିଦ୍ୟାଳୟ ଯଦି ଖାଦ୍ୟର ମେଳାରେ ଯଦି ତୁମେ ଯଦି ଭାଗ ନେବ ବୋଲେ ତ এই ପ୍ରକାର ଖାଦ୍ୟ ସବୁ ବନେଇବ ନା, ତ এই ପ୍ରକାର ସବୁ ଉତ୍ତର ସବୁ ଲେଖିବ। ତ ଏଠି ଦେଇଛି ପିଲାମାନେ ଚମତ୍କାରୀ ମସଲା, ତ ଏଥିରେ ବି କିଛି ଆନ୍ସର ଦେଇନି। ତ ଚାଲ ନେକ୍ସଟ ପେଜ ଦେଖିବା। ତ ପିଲାମାନେ ପେଜ ନମ୍ବର 74 କାଢ଼। ଆସ ଲେଖିବା ଦେଖ ପିଲାମାନେ। ଗୋଟେ କ'ଣ ଲେଖାଯାଇଛି ପିଲାମାନେ? କୋଶ୍ଚିନ୍ ନିମ୍ନୋକ୍ତ ସ୍ୱାଦ ଗୁଡ଼ିକ ସହିତ ମେଳ ଖାଉଥିବା ଅନ୍ତତଃ 5ଟି ଖାଦ୍ୟ ପଦାର୍ଥର ନାମ ତୁମେମାନେ ଭାବି ପାରୁଛ କି? ଉଦାହରଣ ଦେଖି ଲେଖ। ପିଲାମାନେ ଦେଖ, ଏଠି ଗୋଟେ ସାରଣୀ ଲେଖାଯାଇଛି। ସେଠି କ'ଣ ଲେଖାଯାଇଛି ପିଲାମାନେ? ସ୍ୱାଦ, ମିଠା, ଖଟା, ଲୁଣିଆ, ରାଗ, ପିତା, କଷା। ଖାଦ୍ୟର ନାମ ପିଲାମାନେ ଲେଖିବ। ଗୋଟେ ଲେଖାଯାଇଛି ପିଲାମାନେ ମିଠାରେ କ'ଣ ଲେଖାଯାଇଛି? ଗୁଡ଼ ଲେଖାଯାଇଛି। ଖଟାରେ କ'ଣ ଲେଖାଯାଇଛି ପିଲାମାନେ? ତେନ୍ତୁଳି। ଲୁଣିଆରେ କ'ଣ ଲେଖାଯାଇଛି ପିଲାମାନେ? ଲୁଣ। ରାଗରେ କଞ୍ଚା ଲଙ୍କା, ପିତାରେ ନିମ୍ବ ଓ କଷାରେ ହରଡ଼ା। ତ ଚାଲ ପିଲାମାନେ ଆର ଗୋଟେ ଲେଖିବ। ତ ପିଲାମାନେ ଖାଦ୍ୟର ନାମ କ'ଣ ଲେଖିବ ପିଲାମାନେ? ମିଠା ତଳୁ ଲେଖାଯାଇଛି, ଗୁଡ଼ ଲେଖାଯାଇଛି, ତମେ ଲେଖିବ। ଆଉ ଗୋଟେ କ'ଣ ଲେଖିବ ପିଲାମାନେ? ଚିନି ଲେଖିବ। ଆଉ ଗୋଟେ ଘରେ କ'ଣ ଲେଖିବ ପିଲାମାନେ? ରସଗୋଲା ଲେଖିବ। ଆଉ ଗୋଟେ ଘରେ ଛେନାପୋଡ଼ ଲେଖିବ। ପିଲାମାନେ ଆଉ ଦୁଇଟା ଅଛି, ମୁଁ ପରେ କହିବି। ତାପରେ ଖଟାରେ କ'ଣ ଲେଖାଯାଇଛି ପିଲାମାନେ? ତେନ୍ତୁଳି ଲେଖାଯାଇଛି। ତା ତଳୁ ଗୋଟେ ଲେଖିବ ଲେମ୍ବୁ ଲେଖିବ, ଆଉ ଗୋଟେ ଦହି ଲେଖିବ, ଆଉ ଗୋଟେ କଞ୍ଚା ଆମ୍ବ ଲେଖିବ ପିଲାମାନେ। ତ ଖଟାରେ ଏତେ ଲାଗୁଛି ପିଲାମାନେ। ତାପରେ ଲୁଣିଆରେ କ'ଣ ଲେଖିବ ପିଲାମାନେ? ଲୁଣ ତ ଲେଖା ହେଇଛି। ତାପରେ ବିଟ ଲୁଣ ଖାଇଛ ପିଲାମାନେ, ଯେଉଁ ବ୍ଲାକ୍ ଲୁଣ, ଯେଉଁ ତରଭୁଜରେ ସବୁ ପକେଇକି ଖାଉଥିବ, ଆଖୁ ଜୁସ୍ରେ ପକେଇ ଉପରେ ଖାଉଥିବ, ସେଇଟା ହେଉଛି ବିଟ ଲୁଣ। ତ ଆଉ ଗୋଟେ କ'ଣ ଲେଖିବ ପିଲାମାନେ? ମିକ୍ସଚର ବି ପିଲାମାନେ ଲୁଣ ପଡ଼ିଥାଉଛି, ସେଇଟା ବି କେତେବେଳେ କିନି ଲୁଣିଆ ଲାଗିଥାଉଛି। କେଉଁ ମିକ୍ସଚର କିନି, ତ ସେଇଟା ଲେଖିବ ମିକ୍ସଚର ଲେଖିବ। ତାପରେ ଲୁଣିଆରେ ଆଉ ଗୋଟେ ତଳୁ କ'ଣ ଲେଖିବ? ମିକ୍ସଚର ତଳୁ ପାମ୍ପଡ଼ ଲେଖିବ ପିଲାମାନେ। ତାପରେ ଆଉ ଗୋଟେ କ'ଣ ଦିଆଯାଇଛି ପିଲାମାନେ? ଆଉ ଗୋଟେ ରାଗ ଦିଆଯାଇଛି ପିଲାମାନେ। ରାଗରେ କ'ଣ ଲାଗିବ? ଖାଇବା ସ୍ୱାଦରେ କଞ୍ଚା ଲଙ୍କା ଗୋଟେ ଲେଖିବ। ଆଉ ଗୋଟେ କ'ଣ ଲେଖିବ? ଶୁଖିଲା ଲଙ୍କା। ଆଉ ଗୋଟେ କ'ଣ ଲେଖିବ ପିଲାମାନେ? ଗୋଲମରିଚ ଲେଖିବ। ଆଉ ଗୋଟେ କ'ଣ ଲେଖିବ? ଅଦା। ପିଲାମାନେ ଅଦା ବି ଖାଇଥିବ। ଅଦା ଖାଇଲେ ପିଲାମାନେ କ'ଣ ଲାଗୁଛି? ରାଗ ଲାଗୁଛି, ତ ଅଦା ବି ଲେଖିବ। ପିତାରେ କ'ଣ ଲେଖିବ ପିଲାମାନେ? ପିତାରେ ନିମ୍ବ ଲେଖିବ। ନିମ୍ବ ପତ୍ର ଦେଖିଛ ପିଲାମାନେ, ନିମ୍ବ ଲେଖିବ। ଆଉ ଗୋଟେ କ'ଣ ଲେଖିବ ପିଲାମାନେ? କଲରା ବି ଖାଇଛ, କଲରା ଶାଗ ବା କଲରା ଫଳ, ସେଇଟା ବି ପିତା ଲାଗିବ। ଆଉ ଗୋଟେ ପିତା ଶାଗ ପିଲାମାନେ ଖାଇଥିବ, ପିତା ଶାଗ ତ ଲେଖିବ। ଆଉ ଗୋଟେ ମେଥି ଲେଖିବ। ତ ଆଉ ଗୋଟେ 2ଟା ପଏଣ୍ଟ ମୁଁ କହିବି ପିଲାମାନେ। ତାପରେ କଷାରେ କ'ଣ ଲେଖିବ ପିଲାମାନେ? କଷାରେ ଲେଖିବ ହରଡ଼ା ଲେଖିବ। ଆଉ ଗୋଟେ କ'ଣ ଲେଖିବ ପିଲାମାନେ? ବାହାଡ଼ା ଲେଖିବ। ଆଉ ଗୋଟେ ଅଁଳା କୋଳି ଖାଇଥିବ ପିଲାମାନେ, ଅଁଳା ବି କଷା ଲାଗେ, ତ ଅଁଳା ଲେଖିବ। ଆଉ ଗୋଟେ କ'ଣ ଲେଖିବ ପିଲାମାନେ? କଞ୍ଚା କଦଳୀ। ପିଲାମାନେ କଞ୍ଚା କଦଳୀ ଖାଇଥିବେ, କଞ୍ଚା କଦଳୀ ବି କଷା ଲାଗେ, ତ ଏମିତି ଲେଖିବ। ତ ଆଉ 2ଟା ଘରେ କ'ଣ ଲେଖିବ ପିଲାମାନେ? ମହୁ ଲେଖିବ। ଆଉ ଗୋଟେ ମିଠାରେ ଗୋଟେ ଲେଖିବ ପିଲାମାନେ, ଆଉ 2ଟା ଅଛି, ମହୁ ଲେଖିବ, ଆଉ ଗୋଟେ ମିଠେଇ ଲେଖିବ। ତ ଆଉ ଗୋଟେ ଖଟାରେ କ'ଣ ଲେଖିବ ପିଲାମାନେ? ଆମ୍ବୁଲ ଲେଖିବ। ଆମ୍ବୁଲ ତ ପିଲାମାନେ ଖଟା ଲାଗୁଥିବ। ତାପରେ କମଳା ଗୋଟେ ଲେଖିବ ପିଲାମାନେ। ଲୁଣରେ କ'ଣ ଲେଖିବ? ଆଉ ଗୋଟେ ଚିପ୍ସ ଲେଖିବ ପିଲାମାନେ। ଚିପ୍ସ କୁରୁକୁରୁ କେତେଟା କେମିତି ଲୁଣିଆ ଥାଉଛି, ତ ଲେଖିବ। ଆଉ ଗୋଟେ ଆମ୍ବୁଲ ବି ଲେଖିବ ପିଲାମାନେ। ଲୁଣିଆରେ କଞ୍ଚା ଆମ୍ବ ଯେଉଁ ଖାଉଛନ୍ତି ସେଇଟା ବି ଲୁଣିଆ ଲାଗୁଛି, ତ ସେଇଟା ଆମ୍ବୁଲ ଲେଖିବ। ଆଉ ଗୋଟେ କଞ୍ଚା ଲଙ୍କାରେ ଯେଉଁ ଲୁଣିଆ ପିଲାମାନେ ରାଗ ଯେଉଁ ଲେଖା ହେଇଛି, ରାଗରେ ପିଆଜ ବି ଖାଇଥିବେ ପିଲାମାନେ, ପିଆଜ ବି ରାଗ ଲାଗୁଛି। ଲଙ୍କାଗୁଣ୍ଡ ତଳୁ ପିଆଜ ବି ଲେଖିବ ପିଲାମାନେ। ତାପରେ ନିମ୍ବରେ କ'ଣ ଲେଖିବ ପିଲାମାନେ? ନିମ୍ବରେ ଲେଖିବ ଚିରୋଇତା ଲେଖିବ। ଆଉ ଗୋଟେ ପିତାଗୁଣ୍ଡା ଲେଖିବ। ପିଲାମାନେ ପିତା ପାଣି ପିଇଥିବେ, ପିତାଗୁଣ୍ଡା ତ ଲେଖିବ। ଆଉ ଗୋଟେ କ'ଣ ଲେଖିବ ପିଲାମାନେ? କଷାରେ କ'ଣ ଗୋଟେ ଲେଖିବ? ଜାମୁକୋଳି ଲେଖିବ। ତ ପିଲାମାନେ ଆଉ ଗୋଟେ ମୁଁ ଛାଡ଼ି ଦେଇଛି, ଜାମୁକୋଳି ତଳୁ ଲେଖିବ ପିଜୁଳି ପତ୍ର, ତ ସେମିତି ଲେଖିବ ପିଲାମାନେ। ତ ପିଲାମାନେ ଏହି ସାରଣୀଟା ସରିଲା। ତ ଚାଲ ନେକ୍ସଟ କ'ଣ ହେଇଛି ଦେଖିବା।
ପିଲାମାନେ ତା ତଳୁ ଲେଖା ହେଇଛି ଆସ କଥା ହେବା। ତ କୋଶ୍ଚିନ୍ କ'ଣ ଦେଇଛି, ପିଲାମାନେ ଛୋଟ ଛୋଟ ଦଳରେ ଚର୍ଚ୍ଚା କରି ଏମିତି ଖାଦ୍ୟ ପଦାର୍ଥ ଚିହ୍ନଟ କର ଯାହାର ଅତ୍ୟନ୍ତ 3 ପ୍ରକାର ସ୍ୱାଦ ଥାଏ। ତ ଚାଲ ଲେଖିବା। ତ ପିଲାମାନେ 3 ପ୍ରକାର କ'ଣ କ'ଣ ଅଛି ପିଲାମାନେ ଦେଖ, ଗୁପଚୁପ ବି ଅଲଗା ସ୍ୱାଦ ଅଛି, ମିଠା ଖଟା ଆଚାର ଅଛି ପିଲାମାନେ, ତ ତେନ୍ତୁଳି ଚଟଣି ଅଛି। ତ ଚାଲ ଲେଖିବା ପିଲାମାନେ କ'ଣ, ଅତ୍ୟନ୍ତ 3 ପ୍ରକାର ସ୍ୱାଦ ଖଟା, ମିଠା, ଲୁଣିଆ କିମ୍ବା ରାଗ ଥିବା ଖାଦ୍ୟ ଗୁଡ଼ିକ ହେଲା। ପିଲାମାନେ ଦେଖ, ଗୁପଚୁପ ଲେଖିବ ପାଣିପୁରୀ, ଏହା ଖଟା, ଲୁଣିଆ ଏବଂ ରାଗ ହୋଇଥାଏ। ପିଲାମାନେ ପାଣିପୁରୀ ଖଟା ଲାଗିଥାଏ, ତାର ଲୁଣିଆ ବି ହୋଇଥାଏ, ତ ପିଲାମାନେ ରାଗ ବି ଲାଗିଥାଏ। ତ ଏମିତି ଗୁପଚୁପ ଲେଖିବ। ତାପରେ ଆଉ ଗୋଟେ କ'ଣ ଲେଖିବ ପିଲାମାନେ, ମିଠା ଖଟା ଆଚାର। ତ ଆଚାର ଖାଇଥିବେ ପିଲାମାନେ, ଏହା ମିଠା ଖଟା ଏବଂ ରାଗ ହୋଇଥାଏ। ପିଲାମାନେ ଆଚାର ବି 3 ପ୍ରକାର ଥାଉଛି। ତାପରେ ତେନ୍ତୁଳି ଚଟଣି, ଏଥିରେ ମିଠା ଖଟା ଏବଂ ଲୁଣିଆ ସ୍ୱାଦ ଥାଏ। ପିଲାମାନେ ଏମିତି ଲେଖିବ। ତ ପିଲାମାନେ ସେ 3ଟା ଲେଖିବାକୁ କହିଛି ନା, ତମେ ଏ ତେନ୍ତୁଳି ଚଟଣି ନ ଲେଖିଲେ ବି ଦହିବରା ଲେଖିବ। ଦହିବରା ଏହା ଖଟା, ଲୁଣିଆ ଏବଂ ରାଗ ହୋଇଥାଏ। ପିଲାମାନେ ଏମିତି ଆର ଉତ୍ତର ଲେଖିବ। ପିଲାମାନେ ତା ତଳୁ କ'ଣ ଲେଖାଯାଇଛି ପଏଣ୍ଟ, ଉତ୍କୃଷ୍ଟ ଖାଦ୍ୟର ଏକ ଷ୍ଟଲ୍। ଦେଖ ପିଲାମାନେ, ସୁରଭି ଏବଂ ତାର ସାଙ୍ଗମାନେ ପୁଷ୍ଟି ଶସ୍ୟ ମିଲେଟ୍ ଖାଦ୍ୟର ଏକ ଷ୍ଟଲ୍ ପରିଦର୍ଶନ କରିବାକୁ ସ୍ଥିର କଲେ। ଖାଦ୍ୟ ତାଲିକାକୁ ଦେଖି ସୁରଭି ମନେ ପକାଇଲା ଯେ ତାର ଜେଜେମା ଶୀତଦିନେ ଜୋୱାର, ବାଜରା, ରୁଟି ଏବଂ ଗ୍ରୀଷ୍ମ ଦିନେ ମାଣ୍ଡିଆ ଜାଉ ଖାଉଥିଲେ। ପୁଷ୍ଟିଶସ୍ୟ ଖାଦ୍ୟଗୁଡ଼ିକ ପୋଷକ ତତ୍ତ୍ୱର ଉତ୍ସ। ପିଲାମାନେ ଉପମା ଓ ଅନ୍ୟାନ୍ୟ ମିଲେଟ୍ ଆଧାରିତ ସ୍ୱାସ୍ଥ୍ୟକର ଖାଦ୍ୟ ସାମଗ୍ରୀ ଖାଇ ଖୁସି ହେଲେ। ପିଲାମାନେ ଦେଖ, ଉତ୍କୃଷ୍ଟ ଖାଦ୍ୟ ଏକାନେ ଲେଖା ହେଇଛି। ପିଲାମାନେ ଦେଖ, ପିଲାମାନେ ଏକାନେ ଉତ୍କୃଷ୍ଟ ଖାଦ୍ୟର ଏକ ଷ୍ଟଲ୍ ଲେଖା ହେଇଛି। ପିଲାମାନେ ଦେଖ, ଜୋୱାର ଉପମା, ମାଣ୍ଡିଆ ଲଡ଼ୁ, ବାଜରା ଖେଚୁଡ଼ି। ତ ପିଲାମାନେ ଦେଖ, ଏଠି ଗୋଟେ ଷ୍ଟଲ୍ ଲେଖା ହେଇଛି, ଷ୍ଟଲ୍ ଅଛି ପିଲାମାନେ। ତ ସମସ୍ତେ ପିଲାମାନେ କ'ଣ କରୁଛନ୍ତି, ପିଲାମାନେ ସବୁ ଖାଉଛନ୍ତି। ତ ଦେଖ, ପିଲାମାନେ ଗୋଟେ ଷ୍ଟଲ୍ ଲଗାଇ। ତ ଚାଲ ଆର ତଳ କୋଶ୍ଚିନ୍ କ'ଣ ଦେଇଛି ଦେଖିବା। ତ ପିଲାମାନେ ଏଇଟା ସବୁ ହେଉଛି ଉତ୍କୃଷ୍ଟ ଖାଦ୍ୟ। ତ ପିଲାମାନେ କୋଶ୍ଚିନ୍ କ'ଣ ଲେଖାଯାଇଛି, ତୁମେ ଜାଣ କି ତୁମ ଘରେ ପ୍ରସ୍ତୁତ ହେଉଥିବା ମିଲେଟ୍ ଆଧାରିତ ଖାଦ୍ୟ ବିଷୟରେ ଅଧିକ ତଥ୍ୟ ସଂଗ୍ରହ କର। ଖାଦ୍ୟ ଆମକୁ କିପରି ସାହାଯ୍ୟ କରେ। ପିଲାମାନେ ଏକ ବୟାନ ପ୍ରତି ଆକର୍ଷିତ ହୋଇଥିଲେ ଯେଉଁଥିରେ କୁହାଯାଉଥିଲା ଥାଳିରେ ରଙ୍ଗ ଜୀବନର ସ୍ୱାଦ। ଚାଲ ଆର ଉତ୍ତର ଲେଖିବା। ତ ପିଲାମାନେ ପ୍ରଥମରେ କ'ଣ ଲେଖିବ, ମିଲେଟ୍ ଖାଦ୍ୟର ଆଧାରିତ। ପିଲାମାନେ ଏଇଟା ଲେଖିବ, ତୁମ ଘରେ ପ୍ରସ୍ତୁତ ହେଉଥିବା ମିଲେଟ୍ ଆଧାରିତ ଖାଦ୍ୟ ବିଷୟରେ ଅଧିକ ତଥ୍ୟ ସଂଗ୍ରହ କର। ତ ପିଲାମାନେ ଏଇଟା ମିଲେଟ୍ ଖାଦ୍ୟର ଲେଖିବ। କ'ଣ ଲେଖିବ ପିଲାମାନେ, ଏକ ପଏଣ୍ଟରେ ମିଲେଟ୍ ଆଧାରିତ ଖାଦ୍ୟ ଘରେ ପ୍ରସ୍ତୁତ ହେଉଥିବା ମାଣ୍ଡିଆ ଜାଉ, ମାଣ୍ଡିଆ ପିଠା କିମ୍ବା ବାଜରା ରୁଟି ସ୍ୱାସ୍ଥ୍ୟ ପାଇଁ ବହୁତ ହିତକର। ଏଥିରେ ପ୍ରଚୁର ଫାଇବର ଏବଂ କ୍ୟାଲସିୟମ ଥାଏ। ପିଲାମାନେ ଦେଖ, ମାଣ୍ଡିଆ ଜାଉ, ମାଣ୍ଡିଆ ଲଡ଼ୁ, ରୁଟି ଖାଇଲେ ଦେହ ପାଇଁ ଭଲ ନା ନାହିଁ ପିଲାମାନେ, ତ ଏମିତି ଲେଖିବ। ଆଉ ଯେ ପିଜା, ବର୍ଗର, ପଦା ଜିନିଷ, ସାଲାଡ଼, ଫ୍ରୁଟ୍ ଏତେ ଜିନିଷ ଖାଇଲେ ଭଲ। ପିଜା ବର୍ଗର ଏହା ଖାଇଲେ ଭଲ ପିଲାମାନେ, ତ ଏଟା ଭଲ ନାହିଁ। ତ ପିଲାମାନେ ଘର ଜିନିଷ ଖାଇଲେ ଭଲ, ମାଣ୍ଡିଆ ଜାଉ, ମାଣ୍ଡିଆ ପିଠା କିମ୍ବା ବାଜରା ରୁଟି। ତ ପିଲାମାନେ ଉତ୍ତର ଏମିତି ଲେଖିବ। ତ ପିଲାମାନେ ଆଉ ଗୋଟେ କ'ଣ ଲେଖା ଅଛି, ଖାଦ୍ୟ ଆମକୁ କିପରି ସାହାଯ୍ୟ କରେ। ପିଲାମାନେ ଏକ ବୟାନ ପ୍ରତି ଆକର୍ଷିତ ହେଉଥିଲେ ଯେଉଁଥିରେ କୁହାଯାଉଥିଲା ଥାଳିର ରଙ୍ଗ। ପିଲାମାନେ ତ ଏ କୋଶ୍ଚିନ୍ ଆନ୍ସର କ'ଣ ଲେଖିବ ପିଲାମାନେ, ଥାଳିର ରଙ୍ଗ ଜୀବନର ସ୍ୱସ୍ଥତା। ଏହାର ଅର୍ଥ ହେଉଛି ଆମ ଆହାରରେ ବିଭିନ୍ନ ରଙ୍ଗର ପ୍ରାକୃତିକ ଖାଦ୍ୟ ଯେପରିକି ସବୁଜ ଶାଗ, ନାଲି ଟମାଟୋ, ହଳଦିଆ ଫଳ ସାମିଲ କଲେ ଶରୀର ନିରୋଗ ରହେ। ପିଲାମାନେ ଉତ୍ତର ଏମିତି ସବୁ ଲେଖିବ। ତ ପିଲାମାନେ ଆଉ ଗୋଟେ କୋଶ୍ଚିନ୍ କ'ଣ ଲେଖାଯାଇଛି, ଆସ କଥା ହେବା, ଆମେ କାହିଁକି ବିଭିନ୍ନ ପ୍ରକାର ଖାଦ୍ୟ ପଦାର୍ଥ ଖାଇବା ଆବଶ୍ୟକ। ତ ଚାଲ ଆର ଉତ୍ତର ଲେଖିବା। ତ ଆର ଉତ୍ତର ଲେଖିବେ ପିଲାମାନେ, ଉତ୍ତର, ଆମ ଶରୀରରେ ସଠିକ୍ ବୃଦ୍ଧି ଏବଂ ସୁସ୍ଥତା ପାଇଁ ବିଭିନ୍ନ ପ୍ରକାର ଖାଦ୍ୟ ଖାଇବା ଆବଶ୍ୟକ। କାରଣ 1.2 ଏତେ ଲେଖି ହେବ। ପିଲାମାନେ ସନ୍ତୁଳିତ ପୋଷଣ, କୌଣସି ଗୋଟିଏ ଖାଦ୍ୟରୁ ସମସ୍ତ ପୋଷକ ତତ୍ତ୍ୱ ମିଳିନଥାଏ। ତ ପିଲାମାନେ ଦେଖ, ଗୋଟିଏ ଖାଦ୍ୟ ସବୁଦିନ ଖାଇଲେ ତାର ସମସ୍ତ ପୋଷକ ତତ୍ତ୍ୱ ମିଳିଥାଏ ତ ମିଳିନଥାଏ, ତ ଲେଖିବ ଏମିତି। ତାପରେ ଦ୍ୱିତୀୟ ପଏଣ୍ଟ କ'ଣ ଲେଖିବ, ଶକ୍ତି ପ୍ରଦାନ, ଶ୍ୱେତସାର, ଭାତ, ରୁଟି ଶରୀରକୁ କାର୍ଯ୍ୟ କରିବା ପାଇଁ ଶକ୍ତି ଯୋଗାଏ। ପିଲାମାନେ ଦେଖ, ଶ୍ୱେତସାର କ'ଣ, ପିଲାମାନେ ଭାତ ଖାଉଛୁ ସବୁଦିନ, ତାପରେ ରୁଟି ବି ଖାଉଛୁ, ତ ଆମକୁ ଶରୀର ପିଲାମାନେ କ'ଣ ହେଉଛି, ଶକ୍ତି ଯୋଗାଉଛି ନା ନାହିଁ ପିଲାମାନେ ଏଟା ଖାଇଲେ। ତ 3 ପଏଣ୍ଟ କ'ଣ ଲେଖିବ, 3 ପଏଣ୍ଟ ଲେଖିବ ଶରୀର ଗଠନ, ପୁଷ୍ଟିସାର, ଡାଲି, କ୍ଷୀର ଶରୀର ବୃଦ୍ଧି ଓ କ୍ଷୟ ପୂରଣ କରେ। ପିଲାମାନେ ଡାଲି ଖାଉଥିବ, ତାପରେ କ୍ଷୀର ବି ପିଉଥିବ, ପିଲାମାନେ ଶରୀର ଗଠନ କରିଥାଏ। ତାପରେ ରୋଗ ପ୍ରତିରୋଧ, ପିଲାମାନେ କ'ଣ, ଜୀବସାର ଓ ଖଣିଜ ଲବଣ, ଫଳ ଓ ପନିପରିବା ରୋଗରୁ ରକ୍ଷା କରେ। ପିଲାମାନେ ଫଳ ଖାଉଥିବ, ଫଳ ହେଲେ କ'ଣ, ଆପଲ, କୋଳି, କମଳା, ଡାଳିମ୍ବ ଏଯାକ ଖାଉଥିବ ପିଲାମାନେ। ତାପରେ ପନିପରିବାରେ ବିଭିନ୍ନ ପ୍ରକାର ପନିପରିବା ଖାଇଲେ କ'ଣ ହେବ ପିଲାମାନେ, ରୋଗରୁ ରକ୍ଷା ପାଇପାରିବ। ଏଟା ସବୁ ଖାଇଲେ ପିଲାମାନେ କ'ଣ, ଦେହକୁ ଶକ୍ତି ଆସିବ ବା ଦେହକୁ ବଳ ଆସିବ।
ତ ନେକ୍ସଟ ପେଜରେ କ'ଣ ଦେଇଛି ପିଲାମାନେ ଦେଖ, ନେକ୍ସଟ ପେଜରେ କିଛି ପିଲାମାନେ କ'ଣ କରୁଛନ୍ତି, ପିଲାମାନେ ବସିକିରି ଆସନ ପାରିରେ ବା ବଡ଼ ବାତା ପାରିରେ ସେଇଠି ସବୁ ଖାଉଛନ୍ତି। ତ ଚାଲ ନେକ୍ସଟ ତଳକୁ କ'ଣ ଲେଖା ହେଇଛି ଦେଖିବା। ତ ପିଲାମାନେ ନେକ୍ସଟ କ'ଣ ଲେଖା ହେଇଛି, ଆମ ଶରୀର ସୁସ୍ଥ ଓ ନିରୋଗ ରହିବା ପାଇଁ ବିଭିନ୍ନ ପ୍ରକାର ଖାଦ୍ୟ ପଦାର୍ଥ ଆବଶ୍ୟକ କରିଥାଏ। ଆମେ ଶରୀର ସନ୍ତୁଳିତ ଅଭିବୃଦ୍ଧି ପାଇଁ ବିଭିନ୍ନ ପ୍ରକାର ଖାଦ୍ୟର ଆବଶ୍ୟକତା ରହିଛି। ଯେହେତୁ ଗୋଟିଏ ଖାଦ୍ୟର ଆମ ଶରୀର ଆବଶ୍ୟକ କରୁଥିବା ସମସ୍ତ ପ୍ରକାର ପୋଷକ ତତ୍ତ୍ୱ ନଥାଏ, ତେଣୁ ଆମେ ବିଭିନ୍ନ ପ୍ରକାର ଖାଦ୍ୟ ଖାଇବା ଆବଶ୍ୟକ। ପିଲାମାନେ ଦେଖ, ଆମେ ସବୁଦିନ ବିଭିନ୍ନ ପ୍ରକାର ଖାଇବା ଆବଶ୍ୟକ ନା ଗୋଟିଏ ଖାଦ୍ୟ ଖାଇବା ଆବଶ୍ୟକ। ପିଲାମାନେ ଦେଖ, ସବୁଦିନ ଆମେ କ'ଣ କରିବା, ପିଲାମାନେ ବିଭିନ୍ନ ପ୍ରକାର ଖାଦ୍ୟ ଖାଇବା ଆବଶ୍ୟକ। ବିଭିନ୍ନ ପ୍ରକାର ବୋଲେ କ'ଣ, ପିଲାମାନେ ଦେଖ, ଭାତ ଖାଉଥିବ, ଡାଲି ବି ଖାଉଥିବ, ତାପରେ କେଉଁଦିନ କ'ଣ ତରକାରୀ ଭଜା ବା ସନ୍ତୁଳା କ'ଣ ବି ବିଭିନ୍ନ ପ୍ରକାର ଫ୍ରୁଟ୍ସ ଜିନିଷ, ଏପଲ କୋଳି କମଳା, ତ ବିଭିନ୍ନ ପ୍ରକାର ଖାଦ୍ୟ ଖାଇଲେ ପିଲାମାନେ କ'ଣ ହେବ ଯେ ଶକ୍ତି ଆସିବ ଆମକୁ। ତ ପିଲାମାନେ ଦେଖ, ଖାଦ୍ୟ ଗୋଷ୍ଠୀ ତଳେ ଦିଆଯାଇଛି, ପିଲା ଗୋଟେ ଚିତ୍ର ଅଛି। ପିଲାମାନେ ଦେଖ, ଖାଦ୍ୟ ଶରୀର ଗଠନର ସାହାଯ୍ୟ କରେ। ଆଉ ଗୋଟେ କ'ଣ ଲେଖିଛି, ପିଲାମାନେ ଖାଦ୍ୟ ଶକ୍ତି ଯୋଗାଇଥାଏ। ପିଲାମାନେ ଦେଖ, ବିଭିନ୍ନ ପ୍ରକାର ଖାଦ୍ୟ ଖାଇଲେ କ'ଣ ହେବ ଯେ ପିଲାମାନେ ଆମକୁ ଖାଦ୍ୟ ଶକ୍ତି ଯୋଗାଇଥାଏ। ତାପରେ ଚାଲିବାକୁ ଭଲ ଲାଗେ, ତାପରେ ପାଠ ପଢ଼ିବାକୁ ଭଲ ଲାଗେ, କାମ କରିବାକୁ ଭଲ ଲାଗେ। ତ ପିଲାମାନେ ସବୁଦିନ କ'ଣ କରିବେ ଯେ ପିଲାମାନେ ବିଭିନ୍ନ ପ୍ରକାର ଖାଦ୍ୟ ଖାଉଥିବ। ତାପରେ ଖାଦ୍ୟ ରୋଗରୁ ରକ୍ଷା କରିଥାଏ। ପିଲାମାନେ ଲେଖା ହେଇଛି, ଆମେ ଯଦି ଖାଦ୍ୟ ଯଦି ନ ଖାଇଲେ କ'ଣ ହେବ, ପିଲାମାନେ ଦୁର୍ବଳ ଲାଗିବ, ତାପରେ କାମ କରିବାକୁ ଇଚ୍ଛା ହେବନି, ପାଠ ପଢ଼ିବାକୁ ଇଚ୍ଛା ହେବନି। ତ ପିଲାମାନେ ଖାଦ୍ୟ ଆମେ ଖାଉଥିଲେ କ'ଣ ହେବ ଯେ ପିଲାମାନେ ରୋଗରୁ ମୁକ୍ତି ପାଇବା, ତାପରେ ପାଠ ପଢ଼ିବାକୁ ଇଚ୍ଛା ହେବ। ତ ପିଲାମାନେ ଏମିତି ସବୁ। ତ ଚାଲ ପିଲାମାନେ ନେକ୍ସଟ ପେଜ୍ ଦେଖିବା, 77 ପେଜରେ କ'ଣ ଦେଇଛି। ତ ପିଲାମାନେ ବିଭିନ୍ନ ପ୍ରକାର ଖାଦ୍ୟ ବେଲେ କ'ଣ, ତ ଚାଲ ଦେଖିବା। ଗୋଟେ ଗୋଟେ କ'ଣ ଦେଇଛି ପିଲାମାନେ, ଚାଉଳ ଦେଇଛି, ଆଳୁ, ଗହମ, ମକା, ବନ୍ଧକୋବି, ସେଓ, କନ୍ଦମୂଳ, ମହୁ, ମିଲେଟ୍ ଇତ୍ୟାଦି ଖାଦ୍ୟ ଶକ୍ତିର ଭରପୁର ଲହୁଣୀ, ଘିଅ, ତେଲ ଇତ୍ୟାଦି ମଧ୍ୟ ଆମେ ଶରୀରକୁ ଶକ୍ତି ଯୋଗାଇଥାଏ। ପିଲାମାନେ ବିଭିନ୍ନ ପ୍ରକାର ଖାଦ୍ୟ ହେଲେ ଏଇସବୁ ଖାଇବା। ଆଉ ଗୋଟେ କ'ଣ ଲେଖିଛି ପିଲାମାନେ, ଡାଲି, ଛୁଇଁ, ସୋୟାବିନ୍, ଛେନା, କଦଳୀ, କ୍ଷୀର, ପନିର, ବାଦାମ, ଅଣ୍ଡା, ମାଛ, ମାଂସ ଇତ୍ୟାଦି ଖାଦ୍ୟ ଆମ ଶରୀରରେ ବୃଦ୍ଧି ଓ ମାଂସପେଶୀ ଗଠନରେ ସାହାଯ୍ୟ କରିବା ସହିତ ଆମକୁ ଶକ୍ତିଶାଳୀ କରିଥାଏ। ତେଣୁ ଏଗୁଡ଼ିକୁ ଶରୀର ଗଠନକାରୀ ଖାଦ୍ୟ କହନ୍ତି। ତ ପିଲାମାନେ ଏଇସବୁ ଖାଇଲେ ଆମ ଦେହକୁ କ'ଣ ପିଲାମାନେ ହେବ, ଶକ୍ତି ଆସିବ। ତ ଆଉ ଗୋଟେ କ'ଣ ଦେଇଛି ପିଲାମାନେ, ସେହିପରି ଗାଜର, କମଳା, ଲେମ୍ବୁ, ପାଳଙ୍ଗ, କୋବି, ଅମୃତଭଣ୍ଡା, ପିଜୁଳି, ଅଁଳା, ବିଲାତି ବାଇଗଣ ଇତ୍ୟାଦି ଫଳ ଓ ପନିପରିବା ଆମକୁ ରୋଗ ପ୍ରତିରୋଧୀ କରିବା ସହିତ ରୋଗ କବଳରୁ ରକ୍ଷା କରିଥାନ୍ତି। ତ ସେଥିପାଇଁ ଏହି ଖାଦ୍ୟ ଗୁଡ଼ିକ ସୁରକ୍ଷା ପ୍ରଦାନକାରୀ ଖାଦ୍ୟ ବୋଲି କୁହାଯାଏ। ପିଲାମାନେ ଏହି ପ୍ରକାର ସବୁ ଯଦି ଖାଦ୍ୟ ଯଦି ସବୁଦିନ ବା କେଉଁଦିନ ସବୁଦିନ ଖାଉଥିବ ହେଲେ ଆମକୁ କ'ଣ ପିଲାମାନେ ହେବ, ଦେହକୁ ଶକ୍ତି ଆସିବ, ପାଠ ପଢ଼ିବାକୁ ଇଚ୍ଛା ହେବ। ପିଲାମାନେ ତଳ ନମ୍ବର କ୍ୱେଶ୍ଚିନ୍ କ'ଣ ଦେଇଛି, ପିଲାମାନେ ଦେଖ, ଆସ କଥା ହେବା, ଯଦି ଆମେ ପ୍ରତ୍ୟେକ ଦିନ ଗୋଟିଏ ପ୍ରକାର ଖାଦ୍ୟ ଖାଇବା ତେବେ କ'ଣ ହେବ। ତ ଚାଲ ଆର ଉତ୍ତର ଲେଖିବା। ତ ପିଲାମାନେ ଆର ଉତ୍ତର ଲେଖିବ, ଯଦି ଆମେ ପ୍ରତ୍ୟେକ ଦିନ କେବଳ ଗୋଟିଏ ପ୍ରକାର ଖାଦ୍ୟ ଖାଇବା ତେବେ ଆମ ଶରୀରକୁ ସମସ୍ତ ପ୍ରକାର ପୋଷକ ତତ୍ତ୍ୱ ମିଳିବ ନାହିଁ। ଏହାଦ୍ୱାରା ଅଭାବଜନିତ ରୋଗ, ପିଲାମାନେ ଗୋଟେ ପଏଣ୍ଟ ଲେଖେ, ଅଭାବଜନିତ ରୋଗ, ଶରୀର ଜୀବସାର, ଭିଟାମିନ୍ସ ଓ ଖଣିଜ ଲବଣର ଅଭାବ ଦେଖାଦେବ। ତାର 2 ପଏଣ୍ଟ କ'ଣ ଲେଖିବେ ପିଲାମାନେ, ଦୁର୍ବଳତା, ଶରୀର ରୋଗ ପ୍ରତିରୋଧକ ଶକ୍ତି କମିଯିବ ଏବଂ ଆମେ ଶୀଘ୍ର ଅସୁସ୍ଥ ହୋଇପଡ଼ିବା। ପିଲାମାନେ ଏମିତି ଲେଖିବ। ଆଉ ଗୋଟେ ପଏଣ୍ଟ କ'ଣ ଲେଖିବେ ପିଲାମାନେ, ଶାରୀରିକ ଓ ମାନସିକ ବିକାଶ, ଶରୀରର ସଠିକ୍ ବୃଦ୍ଧି ଓ ବିକାଶ ବାଧାପ୍ରାପ୍ତ ହେବ। ପିଲାମାନେ ଏମିତି ଲେଖିବ। ତେଣୁ ସୁସ୍ଥ ରହିବା ପାଇଁ ଆମକୁ ପ୍ରତିଦିନ ବିଭିନ୍ନ ପ୍ରକାର ପୁଷ୍ଟିକର ଖାଦ୍ୟ ଯଥା ଭାତ, ଡାଲି, ଶାଗ, ପନିପରିବା, କ୍ଷୀର ଓ ଫଳ ଇତ୍ୟାଦି ଖାଇବା ଉଚିତ। ପିଲାମାନେ ଏମିତି। ତ ପିଲାମାନେ ପ୍ରତିଦିନ ଏହି ପ୍ରକାର ଯଦି ଆମେ ଯଦି ଖାଦ୍ୟ ଯଦି ଖାଇବା ହେଲେ ସବୁଦିନ କ'ଣ ଆସିବ, ପିଲାମାନେ ଶକ୍ତି ଆସିବ, ପାଠ ପଢ଼ିବାକୁ ଇଚ୍ଛା ହେବ, ତାପରେ କୌଣସି ବି କାମ କରିଦେଲେ ମା ବାପା କରିବାକୁ ଇଚ୍ଛା ହେବ, ଚାଲିବା ସ୍କୁଲ ଯିବା ବି ଇଚ୍ଛା ହେବ। ତ ପିଲାମାନେ ଏମିତି ସବୁ ଉତ୍ତର ଲେଖିବ। ତ ପିଲାମାନେ ନେକ୍ସଟ ପେଜରେ କ'ଣ ଦେଇଛି ଦେଖ, ଅସ୍ୱସ୍ତିକାର ଖାଦ୍ୟ, ଜଙ୍କ ଫୁଡ଼କୁ ନାଁ କୁହ। ପିଲାମାନେ ଦେଖ, ଏଇସବୁ ଚିତ୍ର ଜଙ୍କ ଫୁଡ଼ ନାଁ, ଜଙ୍କ ଫୁଡ଼ ଚିତ୍ର ହେଇଛି ନା ନାହିଁ। ପିଲାମାନେ ଦେଖ, ପିଜା ଅଛି, ବର୍ଗର ଅଛି, ତାପରେ କ'ଣ ଅଛି ପିଲାମାନେ, ଚିପ୍ସ ଅଛି, ଚକୋଲେଟ୍ ଅଛି, ସିଙ୍ଗଡ଼ା, ବଣ୍ଡା, ଆଉ ତାପରେ ପିଲାମାନେ ପକୁଡ଼ି ଫକୁଡ଼ି ସବୁ ଅଛି, ସ୍ୟାଣ୍ଡୱିଚ୍ ଅଛି। ତ ପିଲାମାନେ ଏଇ ପ୍ରକାର ଏଟା ସବୁ ହେଉଛି ଜଙ୍କ ଫୁଡ଼ ଖାଦ୍ୟ। ତ ଚାଲ ତଳୁ କ'ଣ ଲେଖିଛି ଦେଖିବା କ୍ୱେଶ୍ଚିନ୍। ତ ପିଲାମାନେ ଆସ ଲେଖିବା। କ୍ୱେଶ୍ଚିନ୍ 1 ନମ୍ବର କ'ଣ ଲେଖିଛି, ତୁମେ ଆଉ କିଛି ଜଙ୍କ ଫୁଡ଼ର ନାମ ଲେଖିପାରିବ କି? ତ ହଁ ଲେଖିପାରିବେ ପିଲାମାନେ। ତ କ'ଣ ଲେଖିବା। ତ ପିଲାମାନେ ଉତ୍ତର କ'ଣ ଲେଖିବ, ହଁ ମୁଁ ଆଉ କିଛି ଜଙ୍କ ଫୁଡ଼ର ନାମ ଲେଖିପାରିବି। ସେଗୁଡ଼ିକ ହେଲା ପିଲାମାନେ ପିଜା, ବର୍ଗର, ଚାଉମିନ, ଆଳୁ ଚିପ୍ସ, କୁରକୁରେ, କୁରକୁରେ, କୋଲ୍ଡ ଡ୍ରିଙ୍କସ୍। ତ ପିଲାମାନେ ବିଭିନ୍ନ ପ୍ରକାର ଏସବୁ ନାଁ ଗୋଟେ ଲେଖିପାରିବ। ତ ପିଲାମାନେ 2 ନମ୍ବର କ୍ୱେଶ୍ଚିନ୍ କ'ଣ ଦେଇଛି,
ତୁମେ କାହିଁକି ଭାବୁଛ ଯେ ଆମେ ଜଙ୍କ ଫୁଡ୍ ଖାଇବାକୁ ଦୂରେଇ ରହିବା ଉଚିତ? ତ ଚାଲ ଆର ଉତ୍ତର ଲେଖିବା। ତ ପିଲାମାନେ ଜଙ୍କ ଫୁଡ୍ ବୋଇଲେ କ'ଣ ଜାଣିପାରିଲ? ପିଜା, ବର୍ଗର, ଚାଉମିନ ଏତା ସବୁ ହେଉଛି ଜଙ୍କ ଫୁଡ୍। ତ ପିଲାମାନେ ଉତ୍ତର 2 ନମ୍ବର କ'ଣ ଲେଖିବ? ଆମେ ଜଙ୍କ ଫୁଡ୍ ଖାଇବାକୁ ଦୂରେଇ ରହିବା ଉଚିତ କାରଣ 1 ପଏଣ୍ଟ ଲେଖିବ ପିଲାମାନେ ଏଥିରେ ଶରୀର ପାଇଁ ଆବଶ୍ୟକ ପୋଷକ ତତ୍ତ୍ୱ ନଥାଏ। ତାପରେ 2 ପଏଣ୍ଟ କ'ଣ ଲେଖିବେ ପିଲାମାନେ? ଏଥିରେ ଅତ୍ୟଧିକ ଚର୍ବି, ଚିନି ଓ ଲୁଣ ଥାଏ। ପିଲାମାନେ ଦେଖ ଜଙ୍କ ଫୁଡ୍ରେ ବେଶୀ ଚର୍ବି, ଚିନି ଥିବ ଆଉ ଲୁଣ ଥିବ ପିଲାମାନେ। ତାପରେ 3 ପଏଣ୍ଟ କ'ଣ ଲେଖିବ? ଏହାକୁ ଖାଇବା ଦ୍ୱାରା ମୋଟାପଣ ଓ ପେଟ ରୋଗ ହୋଇଥାଏ। ପିଲାମାନେ ଦେଖ ଏସବୁ ଯଦି ଖାଇବେ ବୋଲେ ପେଟ ବାହାରି ପଡ଼ିବ। ତାପରେ ରୋଗ ବି ବିଭିନ୍ନ ପ୍ରକାର ଚାଲିବା ପାଇଁ ଧଇଁ ଲାଗିବ। ତାପରେ ବିଭିନ୍ନ ପ୍ରକାର ରୋଗ ବେମାର ସବୁ ହେଇପାରେ। 3 ପଏଣ୍ଟ କ'ଣ ଲେଖିବେ ପିଲାମାନେ? ଏହା ଆମ ପାଚନ ପ୍ରକ୍ରିୟାକୁ ଖରାପ କରିଥାଏ। ତ ପିଲାମାନେ ଏହିପରି ସବୁ ଉତ୍ତର ଲେଖିବ 2 ନମ୍ବର କ୍ୱେଶ୍ଚିନ୍। ତ 3 ନମ୍ବର କ'ଣ ଦେଇଛି ପିଲାମାନେ? କିଛି ଜଙ୍କ ଫୁଡ୍ର ତାଲିକା କର ଯାହାକୁ ଖାଇବା ଠାରୁ ଦୂରେଇ ରହିବା। ତ ପିଲାମାନେ ଚାଲ ଉତ୍ତର ଲେଖିବା। ତ ପିଲାମାନେ 3 ନମ୍ବର ଉତ୍ତର ଲେଖିବ ଦୂରେଇ ରହିବାକୁ ଥିବା ଜଙ୍କ ଫୁଡ୍ର ତାଲିକା। 1 ପଏଣ୍ଟ କ'ଣ ଲେଖିବ ପିଲାମାନେ? ନୁଡଲ୍ସ ବା ମ୍ୟାଗି। ନୁଡଲ୍ସ ଖାଇଥିବେ ପିଲାମାନେ, ନୁଡଲ୍ସ ମ୍ୟାଗି ଖାଇଥିବେ, ଯେଉଁ 5 ଟଙ୍କା ମ୍ୟାଗି ବି ଖାଇଥାଉଛି। ତାପରେ ଆଉ ଗୋଟେ କ'ଣ ଲେଖିବେ ପିଲାମାନେ? ଫ୍ରେଞ୍ଚ ଫ୍ରାଇଜ୍, ତାପରେ ସିଙ୍ଗଡ଼ା, ଆଳୁଚପ୍, ପଦାରେ ସବୁ ବିକା ହେଉଥିବ ପିଲାମାନେ ସିଙ୍ଗଡ଼ା, ଆଳୁଚପ୍, ଚିପ୍ସ ଏ ପ୍ରକାର ସବୁ ଲେଖିବା। ଆଉ ଗୋଟେ କ'ଣ ଲେଖିବେ ପିଲାମାନେ? ପ୍ୟାକେଟ୍ କୁରକୁରେ ଚିପ୍ସ। କୁରକୁରେ ପିଲାମାନେ ବିକା ହେଉଛି 5 ଟଙ୍କା କୁରକୁରେ ବିଭିନ୍ନ ପ୍ରକାର 10 ଟଙ୍କା 15 ଟଙ୍କା ହେଲା ସେଟା ଖାଇବନି। ତାପରେ ଆଇସ୍କ୍ରିମ୍ ଓ ଚକୋଲେଟ୍। ପିଲାମାନେ ଆଇସ୍କ୍ରିମ୍ ଚକୋଲେଟ୍ ଖାଇଲେ ଦାନ୍ତ ଖରାପ ହେବ। ତ ପିଲାମାନେ ଏହିପରି ବିଭିନ୍ନ ପ୍ରକାର ସବୁ ଗୋଟେ ଗୋଟେ ପନିପରିବା ଲେଖିବ। ତ ପିଲାମାନେ 3 ନମ୍ବର କ୍ୱେଶ୍ଚିନ୍ ସରିଲା। ତ ଚାଲ ଆର ନେକ୍ସଟ ପେଜ୍ କ'ଣ ଦେଇଛି ଦେଖିବା। 79 ପେଜ୍। ତ ପିଲାମାନେ କାର୍ଯ୍ୟ 1ରେ କ'ଣ ଲେଖାଯାଇଛି? ଏକ ଖାଦ୍ୟ ଡାଏରୀ ପ୍ରସ୍ତୁତ କର। 1 ନମ୍ବର କ'ଣ ଲେଖାଯାଇଛି ପିଲାମାନେ ଦେଖ ତଳେ ଦିଆଯାଇଥିବା ଉଦାହରଣକୁ ଦେଖି ତୁମେ ଏକ ସପ୍ତାହ ପାଇଁ ପ୍ରତ୍ୟେକ ଦିନ ସକାଳ ଜଳଖିଆ, ମଧ୍ୟାହ୍ନ ଭୋଜନ ଓ ରାତ୍ରି ଭୋଜନର କ'ଣ କ'ଣ ଖାଅ ତାର ଡାଏରୀ ପ୍ରସ୍ତୁତ କର। 2 ନମ୍ବର କ'ଣ ଦେଇଛି ପିଲାମାନେ? ଯେଉଁ ଖାଦ୍ୟଗୁଡ଼ିକୁ ସ୍ୱାସ୍ଥ୍ୟକର ତାକୁ ଗୋଲ ବୁଲାଅ ଏବଂ ଯେଉଁ ଖାଦ୍ୟଗୁଡ଼ିକୁ ଅସ୍ୱାସ୍ଥ୍ୟକର ତାକୁ ରଙ୍ଗ ଚିହ୍ନ ଦିଅ। 3 ନମ୍ବର କ'ଣ ଦେଇଛି ପିଲାମାନେ? ତୁମେ ପ୍ରସ୍ତୁତ କରିଥିବା ଖାଦ୍ୟ ଡାଏରୀରେ ବାଦ ପଡ଼ିଥିବା ଉତ୍ତମ ଖାଦ୍ୟଗୁଡ଼ିକୁ ଚିହ୍ନଟ କର ଏବଂ ପିତାମାତାଙ୍କ ସହିତ ଆଲୋଚନା କରି ସେହି ଖାଦ୍ୟଗୁଡ଼ିକ ତୁମେ ଦୈନନ୍ଦିନ ସାରଣୀରେ ଅନ୍ତର୍ଭୁକ୍ତ କର। ପିଲାମାନେ ଦେଖ ତଳେ ଗୋଟେ ସାରଣୀ ଦିଆଯାଇଛି। ପିଲାମାନେ ଦେଖ ଦିନ, ସମୟ, ଖାଉଥିବା ଖାଦ୍ୟର ନାମ। 1 ଦିନ, 2 ଦିନ ପିଲାମାନେ ଦେଇଛି। ଦେଖ ସମୟ କ'ଣ ଲେଖିଛି ପିଲାମାନେ? ସକାଳ ଭୋଜନ, ମଧ୍ୟାହ୍ନ ଭୋଜନ, ରାତ୍ର ଭୋଜନ। ସକାଳ ଭୋଜନରେ କ'ଣ ଲେଖିଛି ପିଲାମାନେ? ଇଡଲି, ସାମ୍ବର, ଚଟଣି, ମୁଢ଼ି। ତ ପିଲାମାନେ ତୁମେ କ'ଣ କ'ଣ ଖାଉଥିବ ଲେଖିବ। ପିଲାମାନେ ଦେଖ ମୁଁ ଏଇଠି ଲେଖିଦେଉଛି କ'ଣ କ'ଣ ଖାଉଥିବ ବୋଲି। ତ ପିଲାମାନେ ଏଇଠି ସକାଳ ଭୋଜନ ଲେଖା ହେଇଯାଇଛି ଇଡଲି, ସାମ୍ବର, ଚଟଣି, ମୁଢ଼ି। ତ ମଧ୍ୟାହ୍ନ ଭୋଜନରେ କ'ଣ ଲେଖା ହେଇଛି ପିଲାମାନେ ଦେଖ ଭାତ, ଡାଲି, ଶାଗ ଭଜା, ମାଛ ତରକାରୀ ପିଲାମାନେ ଖାଉଥିବ ଏମିତି ଲେଖିପାରିବ। ତାପରେ ରାତ୍ରି ଭୋଜନ କ'ଣ ଲେଖିବ ପିଲାମାନେ? ରୁଟି, ସନ୍ତୁଳା, କ୍ଷୀର। ତ ଏହିପରି ଉପାୟରେ ଲେଖିପାରିବ। ତ ଦ୍ୱିତୀୟ ଦିନରେ କ'ଣ ଲେଖିବ ପିଲାମାନେ? ଦ୍ୱିତୀୟ ଦିନରେ ଲେଖିବ ପିଲାମାନେ ସକାଳେ ଲେଖିବ ଚକୁଳି ପିଠା, ଆଳୁଦମ ଭୋଜନ ପିଲାମାନେ ଲେଖିବ। ତାପରେ ମଧ୍ୟାହ୍ନ ଭୋଜନ କ'ଣ ଲେଖିବ ପିଲାମାନେ? ଭାତ, ଡାଲମା, ଭେଣ୍ଡି ଭଜା। ତ ଲେଖିବ ରାତ୍ରି ଭୋଜନରେ କ'ଣ ଲେଖିବ ପିଲାମାନେ? ରୁଟି, ତଡ଼କା, ସାଲାଡ଼। ତ ପିଲାମାନେ ମୁଁ ବୁଝିବା ପାଇଁ ଏହିପରି ଭାବେ ତୁମେ ବି ଲେଖିପାରିବ ବା ତୁମ ମନରୁ କାଢ଼ିବି କ'ଣ କ'ଣ ଯଦି ଖାଉଥିବ ବୋଇଲେ ରାତ୍ର, ସକାଳ, ମଧ୍ୟାହ୍ନ ଭୋଜନ, ରାତ୍ର ଭୋଜନ ପିଲାମାନେ ସବୁ ଗୋଟେ ଗୋଟେ କରିକି ଲେଖିପାରିବ। ପିଲାମାନେ ଏଥି ଭିତରୁ ସ୍ୱାସ୍ଥ୍ୟ ଖାଦ୍ୟ କ'ଣ ପିଲାମାନେ? ସକାଳର ଭୋଜନ ଚକୁଳି ପିଠା, ଆଳୁଦମ ପିଲାମାନେ ସ୍ୱାସ୍ଥ୍ୟକର ଖାଦ୍ୟ କି ଏଇଟା ନାହିଁ ତ ଏଇଟା ରଙ୍ଗ ଚିହ୍ନ ଦେବ। ଚକୁଳି ପିଠା ଗୋଲ ବୁଲିବ। ତାପରେ ମଧ୍ୟାହ୍ନ ଭୋଜନ କ'ଣ ଲେଖିବ ପିଲାମାନେ? ମଧ୍ୟାହ୍ନ ଭୋଜନରେ ଗୋଲ ବୁଲେଇବ ପିଲାମାନେ ଭାତ, ଡାଲମା ଗୋଲ ବୁଲେଇବ, ଭେଣ୍ଡି ଭଜା ଗୋଲ ବୁଲେଇବ। ତାପରେ ରାତ୍ରି ଭୋଜନ କ'ଣ ଲେଖିବ ପିଲାମାନେ? ରୁଟି ବି ଗୋଲ ବୁଲେଇବ, ତଡ଼କା, ସାଲାଡ଼ ଏଯାକ ସବୁ ପିଲାମାନେ ଗୋଲ ବୁଲେଇବ। ଯେଉଁଟା ଅସ୍ୱାସ୍ଥ୍ୟକର ଖାଦ୍ୟ ପିଲାମାନେ ସେଇଟା ରଙ୍ଗ ଚିହ୍ନ ବା ଭୁଲ ଚିହ୍ନ ଦେବ। ପିଲାମାନେ ଏହିପରି ଭାବରେ 1, 2 ଦିନ ତାପରେ ତୁମେ ଯଦି ଖାତାରେ ସାରଣୀ କରିବ 3 ଦିନ, 4 ଦିନ, ସପ୍ତାହ ଗୋଟେ କରିକି ଲେଖିପାରିବ। ତ ପିଲାମାନେ ନେକ୍ସଟ ପେଜରେ କ'ଣ ଦେଇଛି ପିଲାମାନେ? ଗୋଟେ ବଡ଼ ଥାଳି ଅଛି। ତଳେ କ'ଣ ଲେଖା ଅଛି ପିଲାମାନେ ଚାଲ ପଢ଼ିବା। ଭାରତରେ ପ୍ରତ୍ୟେକ ଅଞ୍ଚଳରେ ଏକ ସ୍ୱତନ୍ତ୍ର ଖାଦ୍ୟ ଥାଳି ରହିଛି ଯେଉଁଥିରେ କି ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟ ଉପଯୋଗୀ ଖାଦ୍ୟ ଅନ୍ତର୍ଭୁକ୍ତ। ଅତୁଲ ଏବଂ ତାଙ୍କ ସାଙ୍ଗମାନେ ଏହି ପ୍ରକାର ଖାଦ୍ୟ ଥାଳିରେ ସ୍ୱାଦ ଚାଖିବା ପାଇଁ ଉତ୍ସାହିତ ଥିଲେ। ପିଲାମାନେ ଦେଖ ଏହି ଥାଳିରେ କ'ଣ କ'ଣ ରହିଛି ପିଲାମାନେ ଦେଖ ଫାଷ୍ଟ ପିଲାମାନେ ଦେଖ ବାଦାମ ରହିଛି, କାଜୁ, କିସମିସ ଏପରି ରହିଛି ପିଲାମାନେ। ତାପରେ ଫ୍ରୁଟ୍ସ ଜିନିଷ ରହିଛି ପିଲାମାନେ ଡାଳିମ୍ବ, ଏପଲ, କୋଳି, କମଳା, ତରଭୁଜ, ତାପରେ କଦଳୀ, ଅଙ୍ଗୁର କୋଳି, ଛପରି ପଣସ, ଏପଲ କୋଳି ଏତା ସବୁ ରହିଛି। ତାପରେ ଫଳ ଜିନିଷରେ ପିଲାମାନେ ପନିପରିବା ଜିନିଷ କ'ଣ ଦେଇଛି? ଆଳୁ, ଟମାଟୋ,
ତାପରେ ମରିଚ, ବାଇଗଣ, ତାପରେ ପତ୍ରକୋବି, ତ ଏହି ପ୍ରକାର ବିଟ୍ ଗାଜର ସବୁ ରହିଛି। ତାପରେ ଆଉ ଗୋଟେ କ'ଣ ରହିଛି ପିଲାମାନେ, ଘିଅ, ତେଲ, ଏହି ପ୍ରକାର ବିଭିନ୍ନ ପ୍ରକାର ଗୋଟେ ବଡ଼ ଥାଳି ରହିଛି। ପିଲାମାନେ ଏହିପରି ଥାଳି ଖାଇବା ପାଇଁ ତାଙ୍କେ ଯାଇଥିଲେ। ତ ଚାଲ ତଳୁ କ'ଣ ଲେଖାହେଇଛି ଦେଖିବା। ତ ଆସ ଖୋଜିବା ଲେଖାହେଇଛି। ତୁମ ଅଞ୍ଚଳରେ ପ୍ରସ୍ତୁତ ହେଉଥିବା ଏକ ଖାଦ୍ୟ ଥାଳି ସମ୍ବନ୍ଧରେ ଜାଣିବାକୁ ଚେଷ୍ଟା କର ଓ ସେଥିରେ ଥିବା ଖାଦ୍ୟର ତାଲିକା କର। ତ ପିଲାମାନେ ତୁମ ଅଞ୍ଚଳରେ କୌଣସି ପ୍ରକାର ଖାଦ୍ୟ ହେଉଥିଲେ ତା'ର ତାଲିକା କର। ତ ଚାଲ ଆର ଉତ୍ତର କ'ଣ ଲେଖିବେ ପିଲାମାନେ। ତ ପିଲାମାନେ ଏମିତି ଲେଖିବେ, ଭାତ ଓଡ଼ିଶାର ମୁଖ୍ୟ ଖାଦ୍ୟ, ଡାଲମା ପରିବା ମିଶ୍ର ସ୍ୱାଦିଷ୍ଟ ଡାଲି, ତାପରେ ଶାଗ ଭଜା ବିଭିନ୍ନ ପ୍ରକାର ସବୁଜ ଶାଗ ଭଜା, ତାପରେ ବେସର ସୋରିଷ ବଟା ଦିଆ ପରିବା ତରକାରୀ, ତାପରେ ସନ୍ତୁଳା କମ୍ ତେଲ ମସଲାରେ ସିଝା ପାରିବ, ତାପରେ ଆଳୁ ଭର୍ତ୍ତା ପିଲାମାନେ ସିଝା ଆଳୁ ଚକଟା। ତ ପିଲାମାନେ ଏମିତି ଲେଖିବ। ତ ପିଲାମାନେ ଏତିକି ଲେଖିବ, ନହେଲେ ଆଉ କେତେଟା ପଏଣ୍ଟ ବି ଦେଇ ଲେଖିପାରିବ। ଟମାଟୋ ଖଟା ଲେଖିବା, ମିଠା ଖଟା, ସୁନ୍ଦର ଚଟଣି, ତାପରେ କ୍ଷୀରି, ପାମ୍ପଡ଼। ତ ଏହିପରି ଭାବେ ପାମ୍ପଡ଼ କ'ଣ ଲେଖିବେ। ତ ପିଲାମାନେ ପାମ୍ପଡ଼ କଡ଼ମଡ଼ିଆ, ପାମ୍ପଡ଼ ଭଜା। ତ ଏହିପରି ଭାବେ ଲେଖିବ। ତ ଚାଲ ନେକ୍ସଟ ପେଜ୍ କ'ଣ ଦେଇଛି ଦେଖିବା। ପିଲାମାନେ ନେକ୍ସଟ ପେଜ୍ କ'ଣ ଦେଇଛି, ଆସ ଲେଖିବା। ଦେଖ ପିଲାମାନେ 81 ପେଜରେ ଦେଖ, ନିମ୍ନରେ ଦିଆଯାଇଥିବା ଖାଦ୍ୟ ତାଲିକାର ଥିବା ଖାଦ୍ୟଗୁଡ଼ିକର ରନ୍ଧନ ପ୍ରଣାଳୀ ଗୁଡ଼ିକ ଚିହ୍ନଟ କର। ଉଦାହରଣ ଗୁଡ଼ିକୁ ଦେଖି ନିଜ ପରିବାର ସଦସ୍ୟଙ୍କ ସହିତ ଆଲୋଚନା କରି ଅଧିକ ଖାଦ୍ୟ ମଧ୍ୟ ତାଲିକାରେ ଯୋଡ଼ି ପାରିବ। ଦେଖ ପିଲାମାନେ ଗୋଟେ ଦେଇଛି ଇଡଲି, ଦୋସା, ଭାତ, ସମ୍ବର, ପାମ୍ପଡ଼, କ୍ଷୀରି, ସିଙ୍ଗଡ଼ା, ପୋଡ଼ପିଠା, ମଣ୍ଡାପିଠା। ତ ଏହିପରି ଭାବେ ଗୋଟେ ସାରଣୀ ଲେଖାଯାଇଛି। ତାପରେ ଆଉ ଗୋଟେ ନେକ୍ସଟ ତଳକୁ ଗୋଟେ ସାରଣୀ ଲେଖାଯାଇଛି ପିଲାମାନେ ଦେଖ, ରନ୍ଧନ ପ୍ରଣାଳୀ ଓ ଖାଦ୍ୟ, ବାମ୍ଫ ପ୍ରଦାନ। ତ ପିଲାମାନେ ବାମ୍ଫ ପ୍ରଦାନରେ ଇଡଲି ହେଇଯାଉଛି। ତ ଚାଲ ଆଉ ଦୁଇଟା ଲେଖିବା। ତ ପିଲାମାନେ ରନ୍ଧନ ପ୍ରଣାଳୀରେ ଲେଖିବ ସିଝାଇବା। ତ ପିଲାମାନେ ସିଝେଇରେ ଆମେ କ'ଣ କରୁଛୁ, ଭାତ, ସାମ୍ବର, କ୍ଷୀରି। ତ ଲେଖିବ। ଆଉ ଗୋଟେ କ'ଣ ଲେଖିବ ପିଲାମାନେ, ତେଲରେ ଛାଣିବା। ସେ ଉପରୁ ଆଉ ଗୋଟେ କାଢ଼ି ବକ୍ସ ଭିତରୁ କାଢ଼ି ଗୋଟେ ଲେଖିବ ପିଲାମାନେ। ତେଲରେ ଛାଣିବା କ'ଣ ଲେଖିବ, ସିଙ୍ଗଡ଼ା ଛାଣୁଛ ତେଲରେ, ତାପରେ ପାମ୍ପଡ଼ ବି ଛାଣ ଅଛି ତେଲରେ। ତ ଏହିପରି ଭାବରେ ଲେଖିବ। ତ ପିଲାମାନେ ତଳେ ଦେଖ କିଛି ଚିତ୍ର ଦିଆଯାଇଛି। ପିଲାମାନେ ଦେଖ, ଗରମରେ କ'ଣ କ'ଣ ସିଝାଉଛି ଦେଖ ପିଲାମାନେ, ଗରମ ପାଣି ଥିବ ବୋଲି କ'ଣ ସିଝା ଦେଖ, ଗରମରେ କରିବା ପ୍ରଣାଳୀ। ତ ପିଲାମାନେ ଗରମରେ ସିଝାଯାଉଛି, ଆଳୁ ଫାଳୁ ସିଝାଉଛି। ଆଉ ଗୋଟେ କ'ଣ ଲେଖାଯାଇଛି ପିଲାମାନେ, ବାମ୍ଫ ଦ୍ୱାରା ସିଝାଇବା ପ୍ରଣାଳୀ। ବାମ୍ଫ ଦ୍ୱାରା କ'ଣ ସିଝାଉଛି ପିଲାମାନେ, ଇଡଲି ପିଠା ସିଝାଉଛି। ତାପରେ ଛଣାଛଣିରେ କ'ଣ ପ୍ରଣାଳୀ ପିଲାମାନେ, ସିଙ୍ଗଡ଼ା, ଚିପ୍ସ, ବଣ୍ଡା ଏସବୁ ଛଣାଛଣିରେ କରାଯାଉଛି। ତା ପିଲାମାନେ ପୋଡ଼ିବା ପ୍ରଣାଳୀ, ପୋଡ଼ିବାରେ କ'ଣ ଲେଖାଉଛି ପିଲାମାନେ, ପକୋଡ଼ା ଫକୋଡ଼ା ନହେଲେ କୌଣସି ଚିକେନ ଫିକେନ ପୋଡ଼ା ହେଉଛି ପିଲାମାନେ। ତ ଲେଖିବ। ତାପରେ ଆଉ ଗୋଟେ ଓଭନରେ ସେକିବା ପ୍ରଣାଳୀ। ତ ପିଲାମାନେ ବ୍ରେଡ଼ ଫେଡ଼ ନହେଲେ ରୁଟି ଫୁଟି। ତ ପିଲାମାନେ ଏଇଟା ସବୁ ସେକା ହେଉଛି। ତ ଚାଲ ଆର ନେକ୍ସଟ ପେଜ୍ କ'ଣ ଦେଇଛି ଦେଖିବା। ତ ପିଲାମାନେ ନେକ୍ସଟ ପେଜ୍ 82 କ'ଣ ଲେଖିଛି ପିଲାମାନେ ଦେଖ ଉପରେ, ଏମିତି କିଛି ଖାଦ୍ୟ ଅଛି ଯାହାକୁ ନ ରାନ୍ଧି ଆମେ ଖାଇପାରିବା, ଯେପରି ସାଲାଡ଼, ଫ୍ରୁଟ୍ ଚାଟ୍, ଫଳ ଚାଟ୍। ତ ପିଲାମାନେ ତଳେ କ୍ୱେଶ୍ଚନ୍ ଲେଖାଇଛି, ଆସ କଥା ହେଉ। ତ ଚାଲ ଦେଖିବା 1 ନମ୍ବର କ'ଣ ଲେଖାଇଛି। ତୁମେ ଘରେ ରୋଷେଇରେ ସାହାଯ୍ୟ କର କି? ପିଲାମାନେ ତୁମେ ରୋଷେଇ କଲାବେଳେ ମା ବାପା, ମମି ନହେଲେ ବୋଉ କିଏ ରୋଷେଇ କଲାବେଳେ ସାହାଯ୍ୟ କରୁଛ କି ପିଲାମାନେ? ହଁ ଲେଖିବ। ତ ଚାଲ ଉତ୍ତରରେ କ'ଣ ଲେଖିବ। ତ ପିଲାମାନେ ଉତ୍ତର ଏମିତି ଲେଖିବ, ହଁ ମୁଁ ମୋ ଘରେ ରୋଷେଇ କାର୍ଯ୍ୟରେ ସାହାଯ୍ୟ କରେ। ମୁଁ ପନିପରିବା ଧୋଇବା ଏବଂ ଛୋଟ ଛୋଟ ଜିନିଷ ବଢ଼େଇ ଦେବାରେ ସାହାଯ୍ୟ କରିଥାଏ। ତ ପିଲାମାନେ ଉତ୍ତର ଏମିତି ଲେଖିବ 1 ନମ୍ବର। 2 ନମ୍ବର କ୍ୱେଶ୍ଚିନ୍ କ'ଣ ଦେଇଛି ପିଲାମାନେ, ତୁମେ ଭାବୁଛ କି ପରିବାରର ପ୍ରତ୍ୟେକ ସଦସ୍ୟ ରୋଷେଇ ପ୍ରଣାଳୀ ଜାଣିବା ଉଚିତ, କାହିଁକି? ତ କେମିତି ଲେଖିବେ ପିଲାମାନେ ଆର ଉତ୍ତର। ତ ଉତ୍ତର ଲେଖିବ, ହଁ ମୁଁ ଭାବୁଛି ପରିବାରର ପ୍ରତ୍ୟେକ ସଦସ୍ୟ ରୋଷେଇ ପ୍ରଣାଳୀ ଜାଣିବା ଉଚିତ। ଉତ୍ତର ଲେଖିବା। ପଏଣ୍ଟ ଦେବା ପିଲାମାନେ, କାରଣ କ'ଣ, ରୋଷେଇ ଏକ ପ୍ରଧାନ ଜୀବନ କୌଶଳ। 2 ନମ୍ବର କ'ଣ ଲେଖିବ, ଜରୁରୀ ପରିସ୍ଥିତିରେ ଏହା କାମରେ ଆସେ। ପିଲାମାନେ କୌଣସି ଜରୁରୀ ପରିସ୍ଥିତି ବୋଲି କ'ଣ ପିଲାମାନେ, ସ୍କୁଲ ଗଲା ସମୟରେ ଯଦି ରୋଷେଇ ନ ହେଇଥିବ ହେଲେ, ନହେଲେ ଯଦି କୌଣସି ମେଡ଼ିକାଲ ଫେଡ଼ିକାଲ ବା କୌଣସି ସପିଂ ଫପିଂ ନହେଲେ କୌଣସି କାର୍ଯ୍ୟ ପଡ଼ିଲା ବେଲେ, ତ ପିଲାମାନେ ରୋଷେଇ ଯଦି ନ କରିଥିଲେ ପିଲାମାନେ କ'ଣ ଖାଇବ, ତ ରୋଷେଇ କରିବି ଜାଣିଥିଲେ ରୋଷେଇ କରି ଖାଇପାରିବ। ତ ଆଉ 2ଟା ପଏଣ୍ଟ କ'ଣ ଲେଖିବ ପିଲାମାନେ। ତ ଆଉ 2ଟା ଲେଖିବ, କେହି ଅସୁସ୍ଥ ଥିଲେ ସାହାଯ୍ୟ ହୁଏ। ପିଲାମାନେ ଜ୍ୱର ଖାସ ଯଦି ହେଇଥିବ ବେଲେ ସାହାଯ୍ୟ ହୁଏ ପିଲାମାନେ ନିଜ କରି ରୋଷେଇ ଖାଇବା ପାଇଁ। ପରେ ଏହା ସମସ୍ତଙ୍କୁ ଆତ୍ମନିର୍ଭରଶୀଳ କରିଥାଏ। ପିଲାମାନେ ଏହିପରି ଭାବେ ଉତ୍ତର ଲେଖିବ ପଏଣ୍ଟ କରିକିରି। ତ ପିଲାମାନେ ଆର ଉତ୍ତର ସରିଲା। ତ ଚାଲ ନେକ୍ସଟ ପେଜ୍ କ'ଣ ଦେଇଛି ଦେଖିବା। ତ ପିଲାମାନେ ନେକ୍ସଟ ପେଜରେ କ'ଣ ଦେଇଛି, ଆସ ଚିନ୍ତା କରିବା। 1 ନମ୍ବର କ'ଣ ଲେଖାଇଛି ପିଲାମାନେ, ନିଜେ କର। ଏହା ସବୁ ପିଲାମାନେ ଏଇଟା ନିଜେ କରିବ। ଖାଦ୍ୟ କଲଜ ସାମଗ୍ରୀ, ପୁରୁଣା ପତ୍ର ପତ୍ରିକା, ଖବରକାଗଜ, କଇଁଚି, ଅଠା ଏବଂ ସାଦା କାଗଜ, ଧଳା ବିଭିନ୍ନ ପ୍ରକାର ଖାଦ୍ୟ ସାମଗ୍ରୀର ଚିତ୍ରଗୁଡ଼ିକୁ ପତ୍ର ପତ୍ରିକା ତଥା ଖବରକାଗଜକୁ କାଟି
କାଟି କଲଜ ପ୍ରସ୍ତୁତ କର, ଯେଉଁଥିରେ 3 ପ୍ରକାର ଖାଦ୍ୟରେ ବିଭାଗ ରହିବ, ଯଥା ଶକ୍ତି ପ୍ରଦାନକାରୀ, ଶରୀର ଗଠନକାରୀ ଓ ଏବଂ ସୁରକ୍ଷା ପ୍ରଦାନକାରୀ ଖାଦ୍ୟ। ତ ପିଲାମାନେ କାଗଜ ଅଠା ନେଇକରି ତମେ ସବୁ କରିପାରିବ। ତ ଲେଖିବ କ'ଣ ପିଲାମାନେ ଚିତ୍ର କରିସାରିଲା ପରେ? ତ ପିଲାମାନେ ଲେଖିବେ ଏକ ଶକ୍ତି ପ୍ରଦାନକାରୀ ଖାଦ୍ୟ। ପିଲାମାନେ ଲେଖିବ ଯଥା ଚାଉଳ, ଗହମ, ଆଳୁ, ଚିନି ଇତ୍ୟାଦି ଲେଖିବ। ତାପରେ ଶରୀର ଗଠନକାରୀ ଖାଦ୍ୟ ଲେଖାଇଛି ପିଲାମାନେ, ତ ଲେଖିବ ଡାଲି ଜାତୀୟ ଶସ୍ୟ, କ୍ଷୀର, ମାଛ, ମାଂସ, ଅଣ୍ଡା ଇତ୍ୟାଦି ଲେଖିବ। ତାପରେ ସୁରକ୍ଷା ପ୍ରଦାନକାରୀ ପିଲାମାନେ ଖାଦ୍ୟ ଲେଖିବ ଯଥା ବିଭିନ୍ନ ପ୍ରକାର ପନିପରିବା ଓ ଫଳମୂଳ। ତ ପିଲାମାନେ ବିଭିନ୍ନ ପ୍ରକାର ପନିପରିବା ହେଲେ କ'ଣ, ଆଳୁ, ଟମାଟୋ, ପିଆଜ, ବାଇଗଣ ଏତ ସବୁ ଲେଖିବ। ତାପରେ ଫଳମୂଳ ଏପଲ, କୋଳି, କମଳା ଏହିପରି ଭାବେ ପିଲାମାନେ ଚିତ୍ର କରିବା ସବୁ ତମ ସାମଗ୍ରୀ କରି ଲେଖିପାରିବ ପିଲାମାନେ ଚିତ୍ର କରିସାରିଲା ପରେ। ତ ଚାଲ ଆର 2 ନମ୍ବର କ'ଣ ଦେଇଛି ଦେଖିବା। ପିଲାମାନେ 2 ନମ୍ବର ଲେଖା ହେଇଛି ଲିପିବଦ୍ଧ ସୂଚନା ପତ୍ରକୁ ସୁରକ୍ଷା କର। କ ନମ୍ବର କ'ଣ ଲେଖିଛି ପିଲାମାନେ? କ ନମ୍ବର ତୁମେ ରୋଷେଇ ଘରୁ ଯେକୌଣସି ଖାଦ୍ୟର ପ୍ୟାକେଟକୁ ଆଣି ତାର ସୂଚନା ପତ୍ରକୁ ଯାଞ୍ଚ କର। ତାର ମିଆଦ ସମାପ୍ତି ତାରିଖ ଏବଂ ଖାଦ୍ୟର 2ଟି ମୁଖ୍ୟ ଉପାଦାନ ନାମ ଲେଖ। ତ ପିଲାମାନେ ରୋଷେଇ ଘରୁ କୌଣସି ମସଲା ଜିନିଷ ବା ଗୋଟେ ବିସ୍କିଟ୍ ପ୍ୟାକେଟ୍ ଆଣିବ। ବିସ୍କିଟ୍ ଆଣି ତାର ଏକ୍ସପାୟରି ଡେଟ୍, ପିଲାମାନେ ଦେଖ ବିସ୍କିଟ୍ ଅଛି ତାର ଏକ୍ସପାୟରି ଡେଟ୍ ପଛରେ ଲେଖା ହେଇଥିବ ଏହିପରି ଭାବେ। ତ ଏକ୍ସପାୟରି ଡେଟ୍ଟା ଦେଖିପାରିବ। ପିଲାମାନେ କ ନମ୍ବର ଲେଖିବ ଖାଦ୍ୟ ସାମଗ୍ରୀ ନାମ। ପିଲାମାନେ ଏଇଟା କ'ଣ ବିସ୍କିଟ୍, ତ ବିସ୍କିଟ୍ ଲେଖିବ। ତାପରେ ମିଆଦ ସମାପ୍ତି ତାରିଖ, ପିଲାମାନେ ଏକ୍ସପାୟରି ଡେଟ୍ ତାର କୌଣସି ଡେଟ୍ ଦେଇଥିଲେ ସେ ଡେଟ୍ ଲେଖିବ। ତାପରେ 2ଟି ମୁଖ୍ୟ ଯେଉଁ ଉପାଦାନ କ'ଣ ପିଲାମାନେ, ଏହା କେଉଁଥିରେ ବନାଯାଇଛି ବିସ୍କିଟ୍, ଗହମ ଏବଂ ଅଟା। ତ ଲେଖିବ ଏମିତି। ତ ଚାଲ ଖ ନମ୍ବର କ'ଣ ଦେଇଛି ଦେଖିବା। ଖ ନମ୍ବର କ'ଣ ଲେଖିଛି ପିଲାମାନେ ପ୍ୟାକେଟ୍ ଖାଦ୍ୟ ସାମଗ୍ରୀ କିଣିବା ବା ଖାଇବା ପୂର୍ବରୁ ତା ଉପରେ ଲିପିବଦ୍ଧ ସୂଚନା ପତ୍ରକୁ ଯାଞ୍ଚ କରିବା କାହିଁକି ଗୁରୁତ୍ୱପୂର୍ଣ୍ଣ। ତ ଚାଲ ଆର ଉତ୍ତର ଲେଖିବା। ତ ଆର ଉତ୍ତର ଲେଖିବେ ପିଲାମାନେ କ'ଣ, ପ୍ୟାକେଟ୍ ଖାଦ୍ୟ କିଣିବା ବା ଖାଇବା ପୂର୍ବରୁ ସୂଚନା ପତ୍ର ଯାଞ୍ଚ କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ, କାରଣ ଏହାଦ୍ୱାରା ଖାଦ୍ୟଟି ବ୍ୟବହାର ଯୋଗ୍ୟ ଅଛି କି ନାହିଁ, ଏକ୍ସପାୟରି ଡେଟ୍ ଜଣାପଡ଼େ। ଅବଧି ଶେଷ ହୋଇଥିବା ଖାଦ୍ୟ ଖାଇଲେ ସ୍ୱାସ୍ଥ୍ୟ ଖରାପ ହୋଇପାରେ। ପିଲାମାନେ କୌଣସି ଖାଦ୍ୟ ଯଦି କିଣୁଥିବ ବେଲେ ବିସ୍କିଟ୍ କୌଣସି ଜିନିଷ ଦୋକାନରୁ କିଣୁଥିବ ତାର ଏକ୍ସପାୟରି ଡେଟ୍ କିଣେ। ପିଲାମାନେ ଏକ୍ସପାୟରି ଡେଟ୍ ଯଦି ନଥିବ ବେଲେ ଯଦି ତାର ଡେଟ୍ ଯଦି ପଳେଇଥିବ ଖାଇଲେ କୌଣସି ରୋଗ ବା ବେମାର ହେଇପାରିବ। ତ 2 ପଏଣ୍ଟ କ'ଣ ଲେଖିବ, ଖାଦ୍ୟର କେଉଁ ସବୁ ଉପାଦାନ ଅଛି ତାହା ଜାଣି ହୁଏ, ଯାହାକି ଆଲେର୍ଜି ଥିବା ବ୍ୟକ୍ତିଙ୍କ ପାଇଁ ସତର୍କତା ଅବଲମ୍ବନ କରିବାରେ ସାହାଯ୍ୟ କରେ। ଖାଦ୍ୟର ଓଜନ, ମୂଲ୍ୟ ଏବଂ ସେଥିରେ ଥିବା ପୋଷକ ତତ୍ତ୍ୱ ବିଷୟରେ ସଠିକ୍ ସୂଚନା ମିଳିଥାଏ। ତ ପିଲାମାନେ ଏହିପରି ଭାବେ ଆର ଉତ୍ତର ଲେଖିବ ଖ ନମ୍ବର। ତ ଚାଲ ଆର ନେକ୍ସଟ ପେଜ କ'ଣ ଦେଇଛି ଦେଖିବା। ତ ପିଲାମାନେ 3 ନମ୍ବର ଦେଖ, ଏକ ଖାଦ୍ୟ ମେଳାର ଆୟୋଜନ କର। ଛାତ୍ରଛାତ୍ରୀମାନେ ନିଜ ଘରେ ପ୍ରସ୍ତୁତ ହେଉଥିବା ଖାଦ୍ୟ ସାମଗ୍ରୀ ଆଣିବେ ଏବଂ ବିଦ୍ୟାଳୟରେ ଏକ ଖାଦ୍ୟ ମେଳାର ଆୟୋଜନ କରିବ। ପିତାମାତାମାନଙ୍କୁ ଏହି ମେଳାରେ ଅଂଶଗ୍ରହଣ କରିବା ପାଇଁ ଉତ୍ସାହିତ କରିବ। ପିଲାମାନେ ତମ ବିଦ୍ୟାଳୟରେ ଯଦି ଖାଦ୍ୟ ପ୍ରକାର ଯଦି ଆୟୋଜନ କରିଲେ ତମେ ନେଇକି କହିପାରିବ। ତ 4 ନମ୍ବର କ'ଣ ଦେଇଛି ପିଲାମାନେ, ଆସ ଖୋଜିବା ଏବଂ ଗୋଲ ବୁଲାଇବା। ନିମ୍ନରେ ଥିବା ଗ୍ରିଡ୍ରେ ଖାଦ୍ୟ ସହିତ ଜଡ଼ିତ ଶବ୍ଦଗୁଡ଼ିକ ଉଦାହରଣ ଦେଖି ଗୋଲ ବୁଲା। ତ ପିଲାମାନେ ତଳେ ଗୋଟେ ଉଦାହରଣ ଦିଆଯାଇଛି, ତ ଚାଲ ଆର ଉଦାହରଣ ଦେଖିବା। ପିଲାମାନେ ତଳେ ଗୋଟେ ସାରଣୀ କରାଯାଇଛି, ସେ ସାରଣୀରେ କ'ଣ ଲେଖାଯାଇଛି ପିଲାମାନେ ଗୋଟେ ପଦ ଯୋଡ଼ିବ। କ'ଣ ପଦ ଯୋଡ଼ିବ ପିଲାମାନେ ଦେଖ, ଗୋଟେ ଫଳ ପଦ ଯୋଡ଼ିବ। ବାଇଗଣ ଗୋଟେ ଯୋଡ଼ା ହେଇଛି ପିଲାମାନେ, ତାପରେ କାକୁଡ଼ି ଯୋଡ଼ା ହେଇଛି। ତ ଚାଲ ଆମେ ଗୋଟେ ପଦ ଯୋଡ଼ିବା। ତ ପିଲାମାନେ ଏହିପରି ଭାବେ ଯୋଡ଼ିବ। ଗୋଟେ କଲରା ଯୋଡ଼ିବ, ତାପରେ କଇଥ ଯୋଡ଼ିବ, ତାପରେ ସୋରିଷ, ତାପରେ ଲାଉ, ତାପରେ କୋବି, ଫୁଲ, ତାପରେ ପିତା, ତାପରେ ଥର କାକୁଡ଼ି, ତାପରେ କଦଳୀ, ତାପରେ ଗାଜର, ଆଳୁ, ଲିଚୁ, ଶାଗ, ତାପରେ ପିଲାମାନେ ପିଜୁଳି ଏହିପରି ପିଲାମାନେ ଭାବେ ଯୋଡ଼ିବ। ଜିରା, ତାପରେ କ୍ଷୀର, ତାପରେ ପଣସ, ଏହିପରି ଭାବେ ପିଲାମାନେ ଗୋଟେ ପଦ ଯୋଡ଼ିବ। ତ ପିଲାମାନେ ଏହିପରି ଭାବରେ ପଞ୍ଚମ ପାଠର ପ୍ରଶ୍ନ ଉତ୍ତର ସରିଲା ସାମାଜିକ ବିଜ୍ଞାନର। ତ ପିଲାମାନେ ପାଠ 1, 2, 3, 4 ବି କ୍ୱେଶ୍ଚିନ୍ ଆନ୍ସର୍ ଛାଡ଼ି ଦେଇଛେ, ତ ଯାଇକି ଦେଖିପାରିବ। ତ ପିଲାମାନେ ଚ୍ୟାନେଲକୁ ସବସ୍କ୍ରାଇବ୍ କର, ଭିଡ଼ିଓକୁ ଲାଇକ୍ କର, ପିଲାମାନେ ତୁମ ସାଙ୍ଗମାନଙ୍କୁ ସେୟାର କରିଦିଅ, ତାଙ୍କେ ବି କ୍ୱେଶ୍ଚିନ୍ ଆନ୍ସର୍ ଲେଖିବେ ନା ପିଲାମାନେ, ତ ସେୟାର କରିଦିଅ। ତ ପିଲାମାନେ ମୋ ଇନଷ୍ଟାଗ୍ରାମ ଲିଙ୍କ୍ ବି ତଳେ ଦେଇଦେଇଛି, ଯାଇକି ଫଲୋ କରିଦିଅ।